ନମସ୍କାର ସମସ୍ତଙ୍କୁ ଶୁଭ ସକାଳ। ଆଶା କରୁଛି ସମସ୍ତେ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ପୁଣି ଥରେ ଆମ ଡାହାର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କର ପ୍ରିୟ ମିନତି। ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲେ ବିଜ୍ଞାନ ଉପରେ ଜିକେ, ସେଟା ପାର୍ଟ 1। ଆଜି ଆମେ ଜାଣିବା ପାର୍ଟ 2 ବିଷୟରେ ହେଲା। ତ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତଙ୍କୁ ଜଣାଇ ଦେବାକୁ ଚାହିଁବି, ଭିଡ଼ିଓଟିକୁ ଶେଷ ଯାଏଁ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିହାତି କରିବେ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। 1 ନମ୍ବରରେ ଅଛି, ଦେଖନ୍ତୁ, ଦେଖାଯାଉଛି ସମସ୍ତଙ୍କୁ। 1 ନମ୍ବରରେ କ'ଣ ଅଛି ନା, ରୋବୋଟର ଉଦ୍ଭାବକ କିଏ? ରୋବୋଟର ଉଦ୍ଭାବକ କିଏ? ଉତ୍ତର କ'ଣ ହେବ ନା, ଯୋସେଫ ଏଙ୍ଗେଲ ବର୍ଗର ହେଲା। ଯୋସେଫ ଏଙ୍ଗେଲ ବର୍ଗର। 2 ନମ୍ବର ଅଛି, ଟେଲିଗ୍ରାମ ଯନ୍ତ୍ରର ଉଦ୍ଭାବକ କିଏ? ଟେଲିଗ୍ରାମ ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ସାମୁଏଲ ମର୍ସ। ସାମୁଏଲ ମର୍ସ ହେଲା ଉତ୍ତର। 3 ନମ୍ବରରେ, ରେଡ଼ିଓର ଆବିଷ୍କାରକ କିଏ? ରେଡ଼ିଓର ଆବିଷ୍କାରକ କିଏ? ଉତ୍ତର କ'ଣ ହେବ ନା, ଗଗୋଲିଏମୋ ମାର୍କୋନି। କ'ଣ ନା, ଗଗୋଲିଏମୋ ମାର୍କୋନି ହେଲା। 4 ନମ୍ବର ଅଛି, ମାଧ୍ୟାକର୍ଷଣ ଶକ୍ତି କିଏ ଆବିଷ୍କାର କରିଥିଲେ? ଏହାର ଉତ୍ତର ପ୍ରାୟ ସମସ୍ତଙ୍କୁ ଜଣାଥିବ। ମାଧ୍ୟାକର୍ଷଣ ଶକ୍ତି କିଏ ଆବିଷ୍କାର କରିଥିଲେ? ଉତ୍ତର କ'ଣ ହେବ ନା, ସାର୍ ଆଇଜାକ୍ ନ୍ୟୁଟନ। ସାର୍ ଆଇଜାକ୍ ନ୍ୟୁଟନ ହେଲା। 5 ନମ୍ବର ଅଛି, କୁକୁର କାମୁଡ଼ା ଇଞ୍ଜେକ୍ସନ କିଏ ବାହାର କରିଥିଲେ? କୁକୁର କାମୁଡ଼ା ଇଞ୍ଜେକ୍ସନ କିଏ ବାହାର କରିଥିଲେ? ଉତ୍ତର କ'ଣ ହେବ ନା, ଲୁଇ ପାଶ୍ଚର ହେଲା। ଉତ୍ତର କ'ଣ ହେବ ନା, ଲୁଇ ପାଶ୍ଚର। 6 ନମ୍ବରରେ କ'ଣ ଅଛି ନା, ଦେଖନ୍ତୁ, 6 ନମ୍ବରରେ କ'ଣ ଅଛି ନା, 6 ନମ୍ବରରେ ଅଛି, ଜ୍ୟାମିତିର ଜନକ କାହାକୁ କୁହାଯାଏ? ଜ୍ୟାମିତିର ଜନକ କାହାକୁ କୁହାଯାଏ? ଉତ୍ତର କ'ଣ ହେବ ନା, ୟୁକ୍ଲିଡ। ଉତ୍ତର କ'ଣ ନା, ୟୁକ୍ଲିଡ। 7 ନମ୍ବରରେ ଅଛି, ପରମାଣୁ ବୋମା କିଏ ଉଦ୍ଭାବନ କରିଥିଲେ? ପରମାଣୁ ବୋମା କିଏ ଉଦ୍ଭାବନ କରିଥିଲେ? ଉତ୍ତର କ'ଣ ହେବ ନା, ରଦରଫୋର୍ଡ। ରଦରଫୋର୍ଡ ଉତ୍ତର ହେବ ହେଲା। 8 ନମ୍ବର ଅଛି, ବଲପେନର ଉଦ୍ଭାବକ କିଏ? ବଲପେନର ଉଦ୍ଭାବକ କିଏ? ଉତ୍ତର କ'ଣ ହେବ ନା, ଜନ୍ ଲାଉଡ଼। କ'ଣ? ଜନ୍ ଲାଉଡ଼ ହେଲା। 9 ନମ୍ବର ଅଛି, ପ୍ରେସର କୁକରର ଉଦ୍ଭାବକ କିଏ? ପ୍ରେସର କୁକରର ଉଦ୍ଭାବକ କିଏ? ଉତ୍ତର କ'ଣ ହେବ ନା, ଡେନିସ୍ ପାପିନ୍। ଉତ୍ତର ଦେଖିପାରୁଥିବେ, ଡେନିସ୍ ପାପିନ୍ ହେଲା। ତାପରେ 10 ନମ୍ବର ଅଛି, 10 ନମ୍ବର ଅଛି, ସିମେଣ୍ଟର ଉଦ୍ଭାବକ କିଏ? ସିମେଣ୍ଟର ଉଦ୍ଭାବକ ହେଉଛନ୍ତି ଯୋସେଫ ଆସ୍ପାଡ଼ିନ। ଉତ୍ତର କ'ଣ ହେବ ନା, ଯୋସେଫ ଆସ୍ପାଡ଼ିନ। 12 ନମ୍ବରରେ କ'ଣ ହେବ ନା, 12 ନମ୍ବର ପ୍ରଶ୍ନ, ଇନ୍ଦ୍ରଧନୁ କିଏ ଆବିଷ୍କାର କରିଥିଲେ? ଇନ୍ଦ୍ରଧନୁ କିଏ ଆବିଷ୍କାର କରିଥିଲେ? ଉତ୍ତର କ'ଣ ହେବ ନା, ସାର୍ ୱିଲିୟମ ହର୍ସେଲ। ସାର୍ ୱିଲିୟମ ହର୍ସେଲ ଉତ୍ତର ହେଲା। ଆଜିର ଭିଡ଼ିଓ ଏତିକି। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିହାତି କରିବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଯେତେବେଳେ ବି ନୂଆ ନୂଆ ଭିଡ଼ିଓ ଆପଣଙ୍କର ମୁଁ ଅପଲୋଡ଼ କରିବି, ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ତ ଆଜିର ଭିଡ଼ିଓକୁ ଆମେ ଏଇଠି ଶେଷ କରୁଛେ। ଧନ୍ୟବାଦ।